ଆଉ ଗୋଟେ ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ଚାହିଁବେ ଆପଣ କମେଣ୍ଟ କରିପାରିବେ। ଏଇଟା ଲୋକମାନଙ୍କ ପାଇଁ ବହୁତ ସହଯୋଗ। ଏଠି ଗୋଟେ ଟ୍ୟାଙ୍କ ଅଛି, ଗୋଟେ ସୋଲାର ପ୍ୟାନେଲ ଅଛି, ଯାହାଦ୍ୱାରା କରେଣ୍ଟ ଆସିକି ଏଠି ମୋଟର ଷ୍ଟାର୍ଟ ହୁଏ, ପାଣି ସପ୍ଲାଏ ହୁଏ, ଆଉ ଲୋକମାନେ ଏଠି ଗାଧୁଆ ବନ୍ଦ କରନ୍ତି। ଏଠି ଗୋଟେ ଟ୍ୟାପ୍ ଲାଗିଛି, ଏଠି ଲୋକମାନେ ଗାଧୋଇବା ବନ୍ଦ କରନ୍ତି। ଦେଖିବା ପାଇଁ ଯାହା କହୁଥିଲି, ଚାଲନ୍ତୁ ଦେଖିବା ଗାଁ ଭିତର ଦୃଶ୍ୟ କେମିତି କ'ଣ ଅଛି। ଆଇ ଥିଙ୍କ ଏଇଟା ବର୍ଷା ଟାଇମ୍ରେ ହେଇଥାଏ। ତାର ଏଇ ଯେଉଁ ସିନେରୀ ଆଉ ଭିୟୁଟା ବର୍ଷା ଟାଇମ୍, ସେଥିପାଇଁ ବହୁତ ଘାସ ବନ୍ଦ ଅଛି, ନହେଲେ ଗାଁର ପରିବେଶ ବହୁତ ଭଲ। ଆଉ ଚାଲନ୍ତୁ ଟିକେ ଆଗକୁ ନେଇକି ଯିବା, ଦେଖିବା କେମିତି କ'ଣ ଦୃଶ୍ୟ ହେଉଛି। ଏଠି ବହୁତ ନଡ଼ିଆ ଗଛ ପାଇବେ, ବାଉଁଶ ଗଛ ପାଇବେ ଗାଁରେ। ଆଗରେ ଦେଖିବା ଏଠି ଲୋକମାନେ ଠିଆ ହେଇଛନ୍ତି। ଦେନ୍ ଆଉ ଗୋଟେ ଆଗ ନେବା ଦୃଶ୍ୟ, ଏଇଠି ଭିୟୁଟା ବହୁତ ଭଲ ଦେଖାଯାଉଛି। ଉପରକୁ ଗୁଆ ଗଛ, ପଣସ ଗଛ, ଲିମ୍ବ ଗଛ, ଦେନ୍ ଆଗକୁ ଯିବା। ଏଠି କଦଳୀ ଗଛ, ପଛପଟ ବ୍ୟାକ୍ ସାଇଡ଼୍ ଭିୟୁଟା ବି ଭଲ ଅଛି। ଦେନ୍ ଆପଣ ଦେଖିପାରିବେ ଏଠି ଗୋଟେ ଭାଇ ଅଛନ୍ତି, ଯାହାକି ଛୋଟ ଛୋଟ ଜିନିଷ ଆଣିକି ଆସନ୍ତି। ଏଇ ଟାଇପ୍ର ଲୋକମାନେ ବହୁତ ଜିନିଷ ଆଣିକି ଆସନ୍ତି, ଏମିତି ଛୋଟ ଛୋଟ ଗାଁରେ ବୁଲନ୍ତି। ଆଉ ଏଇଟା ଲୋକମାନଙ୍କ ପାଇଁ ବହୁତ ସହଯୋଗ ଥାଏ। ଦେଖିବେ ସଜନା ଗଛ, ଦେନ୍ ଆଉ ଗୋଟେ ନେବା। ଆଉ ଗୋଟେ ଦୃଶ୍ୟ ଦେଖିବା ପାଇଁ ଚାହିଁବି, ଏଠି ଦେଖିପାରୁଥିବେ ଗୋଟେ ଛୋଟ ଘର ଅଛି, ଯେଉଁଟାକି ତା ଭିତରେ ଠାକୁର ଅଛନ୍ତି। ଦେନ୍ ଏଠି ଗୋଟେ କୂଅ ଅଛି। ଏଠି ଆଗରୁ ୟୁଜ୍ ହେଉଥିଲା କୂଅ, କିନ୍ତୁ ଏ ଟ୍ୟୁବଲ୍ ବସିଲା ପରେ ଆଉ କୂଅରେ ୟୁଜ୍ ହେଉନି। ଗାଁରେ ଆଉ ଗୋଟେ ମଠ ପାଇବେ, କିନ୍ତୁ ଏ ଭିଡ଼ିଓରେ ତ ସେ ମଠ ମୁଁ ଦେଖାଇ ପାରିବି ନାହିଁ, କାହିଁକିନା ଗୁଗଲ୍ ଅପଡ଼େଟ୍ ଆଗକୁ ହେଇନାହିଁ। ଦେନ୍ ଏଇଠି ଲାଷ୍ଟ ଏଣ୍ଡ ହେଇଛି ଏଲୋ ଅଟୋ ପାଖରେ। এই ରାଇଟ୍ ସାଇଡ଼୍ରେ ଗୋଟେ ରୋଡ଼ ଅଛି, ଆପଣ ଯଦି ଆପଣ ଚାହିଁବେ ଯିବା ପାଇଁ ମଠକୁ, ଦେନ୍ ଆପଣ ଯାଇପାରିବେ। ଏଇଥିଲା ଏଇ ଗାଁର ଛୋଟ ଗାଁର ଦୃଶ୍ୟ। ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ମୁଁ ଆଶା କରୁଛି ଆପଣଙ୍କୁ ଏ ଗାଁର ଦୃଶ୍ୟ ଭଲ ଲାଗିବ, କାହିଁକିନା ପ୍ରାୟତଃ ସବୁ ଗାଁ ଏମିତି ହିଁ ଥାଏ, କିନ୍ତୁ ଗାଁର ଦୃଶ୍ୟ ଟିକେ ଦେଖିବାକୁ ନାହିଁ। ଦେନ୍ ଆପଣମାନେ କମେଣ୍ଟ କରି କୁହନ୍ତୁ ଯଦି ଆପଣ ଏ ଗାଁକୁ ଯାଇଛନ୍ତି, ମାନେ ଗାଁର ନାଁଟି କୁହନ୍ତୁ। ଜୟ ଜଗନ୍ନାଥ।